ଖାଦ୍ୟ ଲେବଲଗୁଡ଼ିକ ପଢ଼ ଏବଂ ବୁଝାଅ। ଫୁଡ୍ ଲେବଲ୍, ରିଡ୍ ଆଣ୍ଡ ଅଣ୍ଡରଷ୍ଟାଣ୍ଡ। ପ୍ରତିଦିନ ଆମେ ବଜାରରୁ ପ୍ୟାକେଟ୍ ହୋଇଥିବା ଜିନିଷ କିଣିଥାଉ। ବିସ୍କୁଟ, ବ୍ରେଡ୍, ଚିପ୍ସ, ଜୁସ୍, ସସ୍ ଇତ୍ୟାଦି। ତୁମେ କେବେ ଭାବିଛ କି ଆମେ ଯେଉଁ ପ୍ୟାକେଟ୍ ହୋଇଥିବା ଖାଦ୍ୟ ଖାଉଛେ ଏହାର ପ୍ରକୃତ କାହାଣୀ କ'ଣ? ପ୍ୟାକେଜିଂ ଆମକୁ ଲୋ ଫ୍ୟାଟ୍, ସୁଗର ଫ୍ରି, ନ୍ୟାଚୁରାଲ ବୋଲି ପ୍ରଲୋଭିତ କରିପାରେ, କିନ୍ତୁ ପ୍ରକୃତ ସତ୍ୟ ସେହି ଛୋଟ ଖାଦ୍ୟ ଲେବଲଗୁଡ଼ିକରେ ରହିଛି, ଯାହାକୁ ଆମେ ପ୍ରାୟତଃ ପଢ଼ି ନଥାଉ। ଆଜି ଆମେ ଖାଦ୍ୟ ଲେବଲଗୁଡ଼ିକ ବିଷୟରେ କଥା ହେବା, ଯାହା ତୁମକୁ ଜଣାଇଥାଏ ଯେ ତୁମର ଖାଦ୍ୟ ଥାଳି ସ୍ୱାସ୍ଥ୍ୟକର ନା ଅସ୍ୱାସ୍ଥ୍ୟକର। ଖାଦ୍ୟ ଲେବଲଗୁଡ଼ିକ ପଢ଼ିବା ଦ୍ୱାରା ତୁମେ ଜାଣିପାରିବ ଯେ ଖାଦ୍ୟରେ କେତେ ଲୁଣ ଅଛି, କେତେ ଚିନି ଅଛି, ଏଥିରେ କେଉଁ ପ୍ରକାରର ଫ୍ୟାଟ୍ ବା ଚର୍ବି ଅଛି ଏବଂ ଏଥିରେ ଏପରି କୌଣସି ଉପାଦାନ ଅଛି କି ନାହିଁ ଯାହା ତୁମର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଯଦି ତୁମର ଆଲର୍ଜି, ଡାଇବେଟିସ୍ କିମ୍ବା ବ୍ଲଡ୍ ପ୍ରେସର ଅଛି, ତେବେ ଲେବଲ ଯାଞ୍ଚ ନ କରି ଖାଉ ନାହିଁ। ଖାଦ୍ୟ ଲେବଲଗୁଡ଼ିକ ତୁମକୁ ସତର୍କ ରହିବାରେ ସାହାଯ୍ୟ କରେ। ପ୍ରତ୍ୟେକ ଖାଦ୍ୟ ପ୍ୟାକେଟ୍ରେ ଖାଦ୍ୟ ପାଇଁ ନିର୍ଦ୍ଦିଷ୍ଟ କିଛି ଜରୁରୀ ଉପାଦାନ ତାଲିକାଭୁକ୍ତ ହୋଇଥାଏ। ତୁମେ ସାଧାରଣତଃ ପ୍ୟାକେଟ୍ର ପଛପଟେ ଏହି ସୂଚନା ପାଇପାରିବ। ସାମଗ୍ରୀ, ଇନଗ୍ରେଡିଏଣ୍ଟସ୍। ପ୍ୟାକେଟ୍ରେ କ'ଣ କ'ଣ ଅଛି ଏବଂ କେତେ ମାତ୍ରାରେ ଅଛି, ଯାହା ସବୁଠାରୁ ଅଧିକ ମାତ୍ରାରେ ଅଛି ତାହା ସର୍ବପ୍ରଥମେ ଲେଖାଯାଇଥାଏ। ଯଦି ପ୍ରଥମ 3ଟି ଉପାଦାନ ଗ୍ଲୁକୋଜ୍, ସିରପ୍ କିମ୍ବା ଚିନି ହୋଇଥାଏ, ତେବେ ଏହାର ଅର୍ଥ ଅଧିକ ମିଠା। ଆଲର୍ଜିର ଜିନିଷ ଯେପରିକି କ୍ଷୀର, ଅଣ୍ଡା, ସୋୟା ଏବଂ ଚୀନାବାଦାମ ବୋଲ୍ଡ ଅକ୍ଷରରେ ଲେଖାଯାଇ ଏହା ସୂଚିତ କରେ ଯେ ଏ ସାମଗ୍ରୀଗୁଡ଼ିକ ଆଲର୍ଜିକ୍ ଥିବା ବ୍ୟକ୍ତିମାନେ ଏହି ଖାଦ୍ୟ ଖାଆନ୍ତୁ ନାହିଁ। ପୁଷ୍ଟିସାର ତଥ୍ୟ, ନ୍ୟୁଟ୍ରିସନ୍ ଫ୍ୟାକ୍ଟସ୍। ପ୍ରତ୍ୟେକ ପ୍ୟାକେଟ୍ରେ କେତେ କ୍ୟାଲୋରି, ପ୍ରୋଟିନ୍, ଫ୍ୟାଟ୍ ଏବଂ ଚିନି ପରିମାଣ ଅଛି ଏହା ସୂଚିତ କରିଥାଏ। କୃତ୍ରିମ ଫ୍ୟାଟ୍ ଏବଂ ପ୍ରାକୃତିକ ଫ୍ୟାଟ୍, ଟ୍ରାନ୍ସ ଫ୍ୟାଟ୍ସ ଏବଂ ସ୍ୟାଚୁରେଟେଡ୍ ଫ୍ୟାଟ୍ସ ଏଗୁଡ଼ିକ ହୃତ୍ପିଣ୍ଡ ପାଇଁ କ୍ଷତିକାରକ, ତେଣୁ ତୁମେ ଏହାକୁ କମ୍ ମାତ୍ରାରେ ଖାଅ। ଲୁଣ, ସୋଡିୟମ୍। ଅତ୍ୟଧିକ ଲୁଣ ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗ ସୃଷ୍ଟି କରିପାରେ। ଚିନି, ଆଡେଡ୍ ସୁଗର୍ସ। ଯେତେ କମ୍ ହେବା ସେତେ ଭଲ। ଯେପରି ଆମେ ପନିପରିବା କିଣିବା ସମୟରେ ତାର ରଙ୍ଗ, ସତେଜତା ଏବଂ ମୂଲ୍ୟ ଦେଖୁ, ସେହିପରି ପ୍ୟାକେଟ୍ ହୋଇଥିବା ଖାଦ୍ୟରେ ଲେବଲ୍ ଏବଂ ପ୍ରତୀକ ଖୋଜିବା ଗୁରୁତ୍ୱପୂର୍ଣ୍ଣ, ଯାହା ଆମକୁ ସଠିକ୍ ଖାଦ୍ୟ ବାଛିବାରେ ସାହାଯ୍ୟ କରିବ। FSSAI ଏହା ସୂଚିତ କରେ ଯେ ଖାଦ୍ୟ ସୁରକ୍ଷିତ ଅଟେ। ଗ୍ରୀନ୍ ଅର୍ ରେଡ୍ ଡଟ୍। ସବୁଜ ଅର୍ଥ ନିରାମିଷ, ଲାଲ ଅର୍ଥ ଆମିଷ। ଏଗ୍ ମାର୍କ, ISI ଜିନିଷର ଭଲ ଗୁଣବତ୍ତାକୁ ସୂଚିତ କରେ। +F ଫୋର୍ଟିଫାଇଡ୍। ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ମିଶ୍ରିତ ହୋଇଛି। ଜୈବିକ ଭାରତ। ଏହା ଖାଦ୍ୟକୁ ଜୈବିକ ବା ଅର୍ଗାନିକ୍ ବୋଲି ସୂଚିତ କରେ। ଭିଗାନ୍। ଖାଦ୍ୟରେ କୌଣସି ପ୍ରାଣୀର ଅଂଶ ବ୍ୟବହାର କରାଯାଇ ନାହିଁ। ଗ୍ଲୁଟେନ୍ ଫ୍ରି। ଗହମ, ବାର୍ଲି ଏବଂ ରାଇର ବ୍ୟୁଟେନ୍ ଖାଦ୍ୟରେ ନାହିଁ। ଏହା ଆଲର୍ଜି ଥିବା ଲୋକଙ୍କ ପାଇଁ ସୁରକ୍ଷିତ ଅଟେ। ଏହି ପ୍ରତୀକଗୁଡ଼ିକୁ ଦେଖି ତୁମେ ଶୀଘ୍ର ଚିହ୍ନଟ କରିପାରିବ ଯେ କେଉଁ ଉତ୍ପାଦ ତୁମ ପାଇଁ ସର୍ବୋତ୍ତମ ଅଟେ। ବେଳେବେଳେ ଖାଦ୍ୟ ପ୍ୟାକେଟ୍ର ବାହାର ଭାଗ ଭଲ ଦେଖାଯାଏ, କିନ୍ତୁ ଭିତରେ ଥିବା ଖାଦ୍ୟ ନଷ୍ଟ ହୋଇଯାଇପାରେ। ତେଣୁ ତାରିଖ ଏବଂ ସଂରକ୍ଷଣ ସୂଚନା ଯାଞ୍ଚ କରିବାକୁ ଭୁଲ ନାହିଁ। ଉତ୍ପାଦନ ତାରିଖ, ମ୍ୟାନ୍ୟୁଫ୍ୟାକ୍ଚରିଂ ଡେଟ୍, ଖାଦ୍ୟ ପ୍ରସ୍ତୁତ ହେବା ସମୟ। ସମାପ୍ତି ତାରିଖ, ଏକ୍ସପାୟରି ଡେଟ୍, ଏହି ତାରିଖ ପରେ ଖାଦ୍ୟ ଆଦୌ ଖାଉ ନାହିଁ। ବେଷ୍ଟ ବିଫୋର୍, ଏହି ତାରିଖ ପର୍ଯ୍ୟନ୍ତ ଖାଦ୍ୟ ଭଲ ଏବଂ ତାଜା ରହିଥାଏ। ଏହି ତାରିଖ ପରେ ଏହାକୁ ଖାଇ ହେବ, କିନ୍ତୁ ସ୍ୱାଦ ହ୍ରାସ ହୋଇଯାଇପାରେ। ସଂରକ୍ଷଣ ନିର୍ଦ୍ଦେଶାବଳୀ, ଷ୍ଟୋରେଜ୍ ଇନଷ୍ଟ୍ରକ୍ସନ୍ସ, ଯେପରିକି ଥଣ୍ଡା, ଶୁଖିଲା ସ୍ଥାନରେ ଖାଦ୍ୟ ସଂରକ୍ଷଣ କର କିମ୍ବା ରେଫ୍ରିଜରେଟରରେ ସଂରକ୍ଷଣ କର। ଉଦାହରଣ ସ୍ୱରୂପ ବିସ୍କୁଟ, ବେଷ୍ଟ ବିଫୋର୍ ତାରିଖ ପର୍ଯ୍ୟନ୍ତ କୁଡ଼ୁକୁଡ଼ିଆ ଲାଗିବ, କିନ୍ତୁ ତାପରେ ଖାଇବାରେ ମଜା ଆସିବ ନାହିଁ। ତଥାପି ଯଦି ସମାପ୍ତି ତାରିଖ ଅତିକ୍ରମ କରିଯାଏ, ବିସ୍କୁଟ ବାହାରକୁ ଠିକ୍ ଦେଖାଯାଉଥିଲେ ମଧ୍ୟ ଏହା ପେଟ ଖରାପ କରିପାରେ। ଆମେ ଯାହା ଖାଉ ତାହା ଆମ ଶରୀରକୁ ଗଠନ କରେ, ତେବେ କାହିଁକି ଭାବିଚିନ୍ତି ଏବଂ ଦାୟିତ୍ୱର ସହିତ ଖାଇବା ନାହିଁ? ପରବର୍ତ୍ତୀ ସମୟରେ ଯେତେବେଳେ ତୁମେ କିଛି କିଣିବ, କେବଳ ବ୍ରାଣ୍ଡକୁ ଦେଖ ନାହିଁ, ଲେବଲ୍ ମଧ୍ୟ ପଢ଼। ଫୁଡ୍ ଲେବଲ୍ କେବଳ ଏକ ଛୋଟ ବାକ୍ସ ନୁହେଁ, ଏହା ତୁମର ସ୍ୱାସ୍ଥ୍ୟର ଚାବିକାଠି।